कोरापुटर फेमस टेम्पल एटा जो मैंने भी कोरापुट आसबे किसी काम कि जहाँ भी काम थी बुलिया तो निश्चय आप कोरापुट आसतु। कोरापुटर जगन्नाथ टेम्पल आसतु। स्टेशन रु मात्र 3-4 किलोमीटर भितर ही अच्छे। आ प्रभु जगन्नाथ को दर्शन करके जातु। बर्तमान मु लंच कर देछि मु एडी बैरेक रे आ लंच होके बाहरी मु जो सांग पिला सहित जो देखाई सहित टिके देखा जाऊँगी टिके से अच्छा कोरापुट टाउन रे मु बर्तमान स्टेशन जाऊँगी। आउ गोटे कथा कहवाई चाहूँगी कोरापुट गोटे एमती जगह ये खरा होने खरा दिन खरा होने आप विश्वास करेंगे। आप संबलपुर आड़े जातु भुवनेश्वर कटक जातु केते खरा हो बर्तमान एपटे खाली वर्षा हो खरा हो माने कहवाक गले ओडिशार चेरापुंजी हूँ कोरापुट बहुत बढ़िया जगह। हो चलो जी चल हेलो भाई मैंने मु पहुंची गले ये कोरापुटर फेमस जगन्नाथ टेम्पल आप देखिपुर कोरापुटर फेमस जगन्नाथ टेम्पल पाखे अच्छे मुझे देखो पछाड़ा मो पछाड़ा जगन्नाथ टेम्पल एटा चलो जीवा देखा कौन अच्छी जूताटा कौटी खोलते ना जूता पिंधिकी जाऊँ कि जगन्नाथ टेम्पल ना कौन एटा पहाड़ पहाड़ ऊपर बनाई जगन्नाथ टेम्पल टा चलवा को पड़ू पूरा बर्तमान जगन्नाथ मंदिर देखु हेले भी मुझे एतक साए साए हो गले आहरी बहुत पाहच अच्छे कम से कम तो यहाँ 505 हो चलो जीवा जमती भी देखो तो यहाँ पूरा अच्छे जगन्नाथ टेम्पल कोरापुटर फेमस टेम्पल भीतर को जूता पिंधा एलाउ नहीं। गोड़ टे थीदेवे जय जगन्नाथ भितर एटा पूरा केते भगवान को सब अच्छे वैष्णवी देवी नाथ हरिद्वार सब भगवान गोटे जगह पाइबे सब बसी ये सब आसिक समस्ते आसिक रेस्ट करते ये बुझते तो बढ़िया जगह देखते भूतनाथ अरे विश्वनाथ सब ठाकुर गोटे जगार एपटे भी देख सब गणेश सब सब अच्छी तो शक्ति गणपति ध्वज गणपति सब गणेश भगवान को सब रूप अच्छे आड़े रहीगला बाहर ये तो बाहर भी ठंडा लगुच भितर तो आहरी ठंडा लगुच पूरा से पूरा लोक मैंने शोई पड़ी रही पूरा शोई पड़ी पूरा कौन मेन ठाकुर अच्छा एपटे भी अच्छे सोमनाथ पुष्कर सब भगवान यहाँ आपण मैंने गोटे जगह पाइपर सेपटे सेपटे भगवान थे एपटे भी भगवान बुझते देख सब जगार गोटे ठाकुर
ଏମିତି କରି ଦେଖୁଛନ୍ତି ମାନେ ଗୋଟିଏ ମନ୍ଦିରରେ ସବୁ ଠାକୁର ଅଛନ୍ତି। ଆପଣ ମାନେ ଯିଏ ବି ଆସିବେ ପ୍ରଥମ କୋରାପୁଟ ତ ରେଷ୍ଟ ନେବା ପାଇଁ ସବୁଠୁ ବଢ଼ିଆ ଜାଗା ହେଉଛି ଏଇଟା। ଆସିବେ ଏଇଠି ଶୋଇବେ ହେଲା, ଶୋଇକି ରେଷ୍ଟ କରିବେ, ଆରାମ କରିବେ, ଭଗବାନଙ୍କୁ ଦର୍ଶନ କରିବେ, ସବୁଠୁ ବଢ଼ିଆ ଜାଗା। ଏପଟକୁ ଆସିବେ, ଏଇଟା କ'ଣ ଆନନ୍ଦ ବଜାର ଅଛି। ଆଚ୍ଛା, ଏଇଟା ଅନ୍ନପ୍ରସାଦ ମିଳେ ପୁରା ଏଠି। ଅନ୍ନପ୍ରସାଦ 70 ଟଙ୍କା ଗୋଟେ ଥାଳି, 90 ଟଙ୍କା, 70 ଟଙ୍କା ଆଉ 90 ଟଙ୍କାର ମିଳିବ ଆପଣଙ୍କୁ ଖାଇବା। ଏଠି ମିଳିଯିବ ଆପଣଙ୍କୁ ଭଗବାନଙ୍କ ପ୍ରସାଦ। ଖାଉଛନ୍ତି କେମିତି ଯେବେ ବି ଆସିବେ ଏଠି ଖାଇବା ପାଇଁ ବି ଆପଣଙ୍କୁ ମିଳିଯିବ ପ୍ରସାଦ। ପ୍ରଭୁ ମହାଜଗନ୍ନାଥଙ୍କର ପ୍ରସାଦ ମିଳିଯିବ ଆପଣଙ୍କୁ 70 ଟଙ୍କା। କେତେ ଟଙ୍କା ଥିଲା କି? 70 ଟଙ୍କା ଆଉ 90 ଟଙ୍କାର ପ୍ଲେଟ୍ ମିଳିଯିବ ଆପଣଙ୍କୁ। 70 ଟଙ୍କା ବାଲା ପ୍ଲେଟ୍ ଅଛି, ଆଉ ଗୋଟେ ଅଛି 90 ଟଙ୍କା ସ୍ପେଶାଲ 90 ଟଙ୍କା ବାଲା ପ୍ଲେଟ୍। କେମିତି ଖାଉଛନ୍ତି ସମସ୍ତେ। ଉପରେ ବି ବସିକି ଖାଇବାର ବି ଅଛି ସୁବିଧା। ଉପରେ ଠାକୁର ମାଙ୍କର ଫଟୋ ବି ଅଛି ଉପରେ। ଆପଣ ଯଦି ଥରେ ଖାଇସାରିଲେ ତାପରେ ଏଇଠି ରଖିଦେବେ। ଏଇଠି ଦେଖନ୍ତୁ କେମିତି ରଖା ହେଇଛି। ରଖିକି ତାପରେ ସେ ଜଣେ ଅଛନ୍ତି ସେମାନେ ସଫା କରିଦେବେ। ଆଉ ସେଇଠି ଧୋଇବା ପାଇଁ ଅଛି। ଦେଖିଲେ ତ କେତେ ବଢ଼ିଆ ସୁବିଧା କରାହେଇଛି ଜନସାଧାରଣଙ୍କ ପାଇଁ। ଯେଉଁମାନେ ବହୁତ ଦୂରରୁ ଆସୁଛନ୍ତି ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରିବା ପାଇଁ, ମାନେ ତାଙ୍କ ପାଇଁ କିଛି ମାନେ ଅସୁବିଧା ନାହିଁ। ତାଙ୍କ ପାଇଁ ପୁରା ସୁବିଧା କରାହେଇଛି ପୁରା। ଦେଖନ୍ତୁ କେତେ ଭିଡ଼ ହେଇଛି ପୁରା ଏବେ ବି। ପୁରା ଦେଖନ୍ତୁ କେତେ ଉପରେ ପୁରା ଏଇଟା। ଆଉ ଟିକେ ଉପରକୁ ଆସିଲେ ଏଇଟା ପ୍ରଭୁ ଜଗନ୍ନାଥଙ୍କର ମନ୍ଦିର। ଏଇଟା ଏଇଟା ଉପରେ ସଭା ଉପରେ ମନ୍ଦିର। ଏଇଟା ବର୍ତ୍ତମାନ ବନ୍ଦ ଅଛି ପ୍ରଭୁ ଜଗନ୍ନାଥଙ୍କର। 3ଟାରେ ଖୋଲିବ। ଏବେ ତ 2ଟା ବାଜିଛି, ଲଞ୍ଚ ଟାଇମ୍। ତ ସେଥିପାଇଁ ଭଗବାନ ଏବେ ବର୍ତ୍ତମାନ ଭଗବାନ ବି ରେଷ୍ଟ କରୁଛନ୍ତି। 3ଟାରେ ଯାଇକି ଖୋଲିବେ। ଦେଖୁଛନ୍ତି ଆଉ ଗୋଟେ ଦେଖାଉଛି ଆପଣଙ୍କୁ। ଆପଣ ଯଦି ଏବେ ତ ବନ୍ଦ ଅଛି 3ଟାରେ, ହେଲେ ବି ଆପଣ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ। ଦେଖାଉଛି ବହୁତ ବଢ଼ିଆ ଲାଗିଲା ମୋତେ ଏଇଟା। ପ୍ରଭୁ ଜଗନ୍ନାଥଙ୍କର ସବୁ ବେଶ ଏଇଟା କରାହେଇଛି। ଦେଖନ୍ତୁ ଖରା ହେଉଛି, ଆପଣ ଦେଖିପାରୁନଥିବେ, ଜୁମ୍ କରିକି ଦେଖାଉଛି। ଏଇଟା ପ୍ରଭୁ ଜଗନ୍ନାଥଙ୍କର ଦେଖ ସବୁ ବେଶ ଅଛି। ଆପଣ ଦେଖିଲେ ପ୍ରଭୁ ଜଗନ୍ନାଥ, ଦେଖନ୍ତୁ ପ୍ରଭୁ ଜଗନ୍ନାଥ। ଏଇଟା କେଉଁ ବେଶ ବି ଲେଖା ହେଇଛି ଉପରେ। ହାତୀ ବେଶ, ପୁଣି ରଘୁନାଥ ବେଶ। ଏଇଟା ପୁଣି ଆସିବେ, ଏଇଟା ହେଉଛି ବାଲି ବାମନ ବେଶ। ଦେଖିଲେ ହେଲା 3ଟା ବେଶ ଦେଖିଲେ। ପୁଣି ଆହୁରି ବେଶ ଅଛି, ଆପଣ ଆହୁରି ଦେଖାଉଛି। ଦେଖନ୍ତୁ ଜଗନ୍ନାଥଙ୍କର ବେଶ। କାଲିଅ ଦଳନ ବେଶ, ଠିକ ଅଛି। ପୁଣି ଏଇଟା ପ୍ରଭୁ ଜଗନ୍ନାଥଙ୍କର ଲକ୍ଷ୍ମୀ ନାରାୟଣ ବେଶ। ଏଇଟା ଦେଖିଲେ
ଗୋଟେ ଅଛି ପ୍ରଭୁ ଜଗନ୍ନାଥଙ୍କର ବଡ଼ ସିଂହାରା ବେଶ। ଜୟ ଜଗନ୍ନାଥ। ପ୍ରଭୁ ଜଗନ୍ନାଥଙ୍କ ସହିତ ଏଇଟା ଶ୍ରୀ ଗଣେଶ ବାବା ବି ଅଛନ୍ତି, ଦେଖିପାରୁଥିବେ ଗଣେଶ ବାବା ଲେଖା ହେଇଛି। ଆମେ ଦେଖୁଛନ୍ତି ମାନେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଉପରେ ଆପଣ କେତେଟା ମନ୍ଦିର ପାଇବେ, ସବୁ ଭଗବାନ ଅଛନ୍ତି ଏଇଠି। ଆଉ ଏଇଟା ହେଉଛି ଖାସ କରି ଏଇଟା ପ୍ରଭୁ ଜଗନ୍ନାଥଙ୍କର, ଖାଲି ଓନ୍ଲି ଜଗନ୍ନାଥଙ୍କର ହିଁ ସବୁ ବେଶ ଅଛି। 6ଟା ବେଶ ଏଇଠି କରାହେଇଛି, 6ଟା ମାନେ ତାଙ୍କର ଧାରଣ କରାହେଇଛି। କେଉଁ ରୂପ ଧାରଣ କରାହେଇଛି, ସବୁ ବେଶ କରାହେଇଛି ଏଇଠି। ହାତୀ ବେଶ, ରଘୁନାଥ ବେଶ, ବାଲି ବାମନ ବେଶ, କାଲିୟ ଦଳନ ବେଶ, ଲକ୍ଷ୍ମୀନାରାୟଣ ବେଶ, ବଡ଼ ସିଂହାରା ବେଶ। ଦେଖିଲେ ଏଇଟା ତ ବହୁତ ବଢ଼ିଆ ଲାଗିଲା ପ୍ରଭୁ ଜଗନ୍ନାଥଙ୍କର, ଯେ ଗୋଟେ ଜାଗାରେ ଆପଣ ସବୁ ବେଶ ପାଇପାରିବେ। ପୁଣି ଏଇଟା ଦେଖନ୍ତୁ, ଏଇଟା ଅଛନ୍ତି ଶ୍ୟାମକୁଞ୍ଜ, ରାଧାକୃଷ୍ଣ ବିନୁ ଅନ୍ୟ ନୁହଁ ବଂଶୀ ସ୍ୱନ। ତା ମାନେ ଦେଖୁଛନ୍ତି, ଏଇଟା ହେଉଛନ୍ତି ରାଧାକୃଷ୍ଣ। ଦେଖିଲେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ବି ରାଧାକୃଷ୍ଣଙ୍କର ମୂର୍ତ୍ତି ବି ଅଛି। ଭଗବାନ କୃଷ୍ଣ ବି ଏଇଠି ଅଛନ୍ତି। ଏଇଟା ଗୋଟେ ମନ୍ଦିର, ଦେଖିଲେ ଲାଗି ଏଇଟା ବି ଗୋଟେ ମନ୍ଦିର, ଏଇଟା ବି ମନ୍ଦିର। ଏଇଟା ସୁନାବେଶ, ଦେଖିଲେ ପ୍ରଭୁ ଜଗନ୍ନାଥଙ୍କର ସୁନାବେଶ। ଏଇଟା ଦେଖନ୍ତୁ ନୃସିଂହା ବେଶ, ଏଇଟା ଗୋଟେ ଠିକ ଅଛି। ଏଇଟା ହେଉଛି ବାଙ୍କଚୂଡ଼ା ବେଶ। ଲାଇଟଟା ଟିକେ କରିଦିଏ, ଦେଖାଯାଉନି ଭଲ କି। ଗଜ ଉଦାହରଣ ବେଶ, ଏଇଟା ବାପରେ ପ୍ରଭୁ ଜଗନ୍ନାଥ ପଦ୍ମ ବେଶ। ଏଇଟା ହେଉଛି ଶ୍ରଦ୍ଧା ବେଶ, ଏଇଟା ଶେଷ ବେଶ। ଏଇଟା ପ୍ରଭୁ ଜଗନ୍ନାଥ ପରେ ଏଇଟା ଗୋଟେ ମନ୍ଦିର, ଏଇଟା ଗୋଟେ ମାତା ସରସ୍ୱତୀ, ଶ୍ରୀ ବିମଳା ଦେବୀ, ଆଉ ତାପରେ ଏଇଟା ଶ୍ରୀଲକ୍ଷ୍ମୀ, ଆଉ ଏଇଟା ହେଉଛନ୍ତି ନବଗ୍ରହ। 9ଟା ଗ୍ରହ ଏଇଠି ଭିତରେ ଅଛନ୍ତି, 9ଟା ଗ୍ରହର ଦେବତା ମାନେ ଅଛନ୍ତି ଏଇଠି ଭିତରେ। ଦେଖିଲେ 9ଟା ଦେବତା ଅଛନ୍ତି, ନବଗ୍ରହ ଲେଖା ହେଇଛି। ଦେଖନ୍ତୁ 9ଟା ଦେବତା ଅଛନ୍ତି ଏଇଠି। ଦେଖିଲେ କେତେ ସୁନ୍ଦର ଜାଗା। ତାପରେ ଏଇଠି ଆସିବେ, ଏଇଠି ପୁଣି ରାଧାକୃଷ୍ଣ ଆପଣଙ୍କୁ ଦେଖିବାକୁ ମିଳିବ। ସେପଟେ ଥିଲେ ରାଧାକୃଷ୍ଣ, ଏଇଠି ବି ରାଧାକୃଷ୍ଣ। ଆଉ ମନ୍ଦିର ଦେଖନ୍ତୁ, ପ୍ରଭୁ ଜଗନ୍ନାଥଙ୍କର ମନ୍ଦିର, କୋରାପୁଟର ଫେମସ୍ ଟେମ୍ପଲ ଜଗନ୍ନାଥ ଟେମ୍ପଲ। ବାପରେ ଏତେ ଉପରେ ଅଛି, ମୁଁ ଦେଖି ପାରୁନି। ସେଇଠି ତ ପ୍ରଭୁ ଜଗନ୍ନାଥଙ୍କର ସବୁ ବେଶ ଅଛି। ଏଇଠି ଆପଣ ପ୍ରଭୁ ଜଗନ୍ନାଥଙ୍କର ଖାଲି ଓନ୍ଲି ଜଗନ୍ନାଥଙ୍କର 13ଟା ବେଶ ପାଇବେ, ସବୁ ପ୍ରକାର। ଆପଣ ଆସନ୍ତୁ, ଦେଖନ୍ତୁ, ଦେଖିଲେ ଆପଣ ମନଟା ପୁରା ଚେଞ୍ଜ ହେଇଯିବ ଆପଣଙ୍କର।
ଆପଣ ଆସନ୍ତୁ ଆଉ ପ୍ରଭୁ ଜଗନ୍ନାଥଙ୍କୁ ଏ ମନ୍ଦିର ଆସନ୍ତୁ ଆଉ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ। ଯେମିତି ହେଲେ ବି ଆପଣଙ୍କୁ ବହୁତ ଭଲ ଲାଗିବ। ମୋତେ ଯଦି ଭଲ ଲାଗୁଛି ଆପଣମାନଙ୍କୁ ତ ନିଶ୍ଚୟ ଭଲ ଲାଗିବ।